Mother Divine, fill our hearts with the delight of Thy love. Flood our minds with the splendor of Thy light. Grant that we may manifest Thy victory. हे दिव्य जननी, हृदय को आमर पूर्ण कर तुम प्रेमर आनंद रे। मन को आमर प्लावित कर तुम आलोकर झलकरे। एपरि कर आमे जेपरि फुटाई तोलू तुमरी विजय। आजिर समारोह रे उपस्थित थिबा समस्त भाई भौणी मानकु मां को आशीर्वाद एवं तांको उपस्थिति जणु। आजिर विषय वस्तु अछि आवेदन और निवेदन। आवेदन सूचय दउछि किछि पाइबार उपक्रम, निवेदन सूचौछि किछि देई देबार उपक्रम। आवेदन आउ आय करिवार ग्रहण करिवार इच्छा। निवेदन किछि व्यय समर्पण इच्छा। तेणु ए दुईटर साधना क्षेत्र रे जो सेमानंकर प्रभाव से विषय रे आमे सामान्य आलोचना करिया। जने राजा थिले, बहुत राज्य जय करथिले। से सबु राज्यरु बहुत धन संपदा आनी निज भंडार रे जमा करथिले। से जेतेबेले बाहर को जाती बहुत जाकजमक शोभा यात्रा कर जाती। निजकू सबुठारु बलशाली, वित्तशाली, क्षमताशाली, प्रभावशाली और प्रतिपत्तिशाली बोली भावती। प्रजा माने तांको बहुत भय करती। थरे से अंचल को जने सन्यासी आसिले। धीरे धीरे से अंचल रे से एपरि प्रिय हे उठिले जे दिन राति तांको पाखकू लोक मानकर सुअ छुटिला। तांको पाखरे लोटा कंबलटीए छड़ा आउ किछि नथिला। लोक माने तांको पाखरे टंका, सुना, फल, मूल, खाद्य पदार्थ केते कौन आनिकरी भेटी दउथांती। से सबको किछि रखु नथांती। सब दिन दरिद्र लोक मानकू बांटी देउथांती। लोक माने तांको पाखकू निजर केते दुख, केते द्वंद्व,
କେତେ ଶୋକ ନେଇକରି ଆସନ୍ତି, କିନ୍ତୁ ଫେରିଲା ବେଳକୁ ଆନନ୍ଦ ଗଦଗଦ ଚିତ୍ତରେ ଫେରନ୍ତି। ସନ୍ନ୍ୟାସୀ କିନ୍ତୁ ବିପୁଳ ସମାଗମରେ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେଣି। କିପରି ପୁଣି ଜଙ୍ଗଲକୁ ଫେରିଯିବେ ସେଥିଲାଗି ମନେ ମନେ ଯୋଜନା କରିସାରିଲେଣି। ରାଜାଙ୍କ କାନକୁ ଏସବୁ କଥା ଯାଉଥାଏ। ସେ ଆଶ୍ଚର୍ଯ୍ୟ ହେଉଥାନ୍ତି, ଭାବୁଥାନ୍ତି ମୋର ଏତେ ଧନରତ୍ନ, ଏତେ କ୍ଷମତା, ଏତେ ପ୍ରତିପତ୍ତି, ତଥାପି ଲୋକମାନେ ମୋ ପାଖକୁ ନ ଆସି ସେ ବାରବୁଲା ଭିକାରୀ ସନ୍ନ୍ୟାସୀଟା ପାଖକୁ ଛୁଟୁଛନ୍ତି। ମୁଁ ଖାଲି ଡକେଇଲେ ମୋ ପାଖକୁ ଆସିବେ, ନହେଲେ ନାହିଁ। କଣ ତା ପାଖରେ ଏମିତି ଅଛି? ଦିନେ ତାକୁ ଡକେଇକିରି ମୋ ରାଜଉଆସ ରାଜଭଣ୍ଡାର ଦେଖେଇଦେବି। ଥରେ ଦେଖିଲେ ଛାନିଆ ହେଇଯିବ, ପଳେଇବ। ଏଠି ଗୋଟାଏ ଆସି ମୋ ଠାରୁ କ୍ଷମତାଶାଳୀ ହେବାକୁ ବସିଲାଣି। ଏହା ଭାବିକିରି ରାଜା ସନ୍ନ୍ୟାସୀଙ୍କୁ ଦୂତ ହାତରେ ରାଜଉଆସକୁ ଆସିବା ଲାଗି ଡାକି ପଠେଇଲେ। ସନ୍ନ୍ୟାସୀ କିନ୍ତୁ ଆସିଲେନି। ରାଜା ଏଥିରେ ବହୁତ ରାଗିଗଲେ। କହିଲେ, କଣ ଏତେ ଦିମାଗ, ମୋ କଥାକୁ ପୁଣି ଅବମାନନା। ଏଥର ସ୍ୱୟଂ ମନ୍ତ୍ରୀଙ୍କୁ ପଠେଇଲେ ଡାକିବାକୁ। ମନ୍ତ୍ରୀ ଯାଇ ରାଜାଙ୍କ ଆଦେଶ ଜଣାଇବାରୁ ସନ୍ନ୍ୟାସୀ କହିଲେ, ମନ୍ତ୍ରୀ ମହାଶୟ, ମୋର ରାଜାଙ୍କ ଠାରେ କିମ୍ବା କାହାରି ଠାରେ କିଛି କାମ ନାହିଁ। ତେଣୁ ମୁଁ ରାଜାଙ୍କ ପାଖକୁ କାହିଁକି ଯିବି? ରାଜା ଯଦି କିଛି ଆବଶ୍ୟକ ମନେ କରୁଛନ୍ତି ତେବେ ଏଠାକୁ ଆସିପାରନ୍ତି। ମନ୍ତ୍ରୀ ଜାଣିପାରିଲେ ଯେ ସର୍ବତ୍ୟାଗୀ ସନ୍ନ୍ୟାସୀ ରାଜାଙ୍କ ଅହଙ୍କାର ପାଖରେ ନତମସ୍ତକ ହେବାକୁ ଚାହାନ୍ତି ନାହିଁ। ତେଣୁ ସେ ଯାଇ ରାଜାଙ୍କୁ ଜଣେଇଲେ, ମହାରାଜ, ସେ ସନ୍ନ୍ୟାସୀ ସାଧାରଣ ଲୋକ ନୁହନ୍ତି। ଆପଣ ଯଦି ତାଙ୍କୁ ଉଆସକୁ ଆଣିବାକୁ ଚାହାନ୍ତି, ନିଜେ ଯାଇ ତାଙ୍କୁ ଆଦରର ସହ ଡାକି ଆଣନ୍ତୁ, ନହେଲେ ସେ ଆସିବେନି। ଶେଷକୁ ରାଜା ବାଧ୍ୟ ହୋଇ ଯଥାସମ୍ଭବ ବିନମ୍ରତା ପ୍ରକାଶ କରି ଯାଇ ସନ୍ନ୍ୟାସୀଙ୍କୁ ନିଜ ଉଆସକୁ ଡାକି ଆଣିଲେ। ସନ୍ନ୍ୟାସୀ ଆସିବାରୁ ତାଙ୍କୁ ନିଜ ରାଜ୍ୟର ମାନଚିତ୍ର ଦେଖେଇଲେ। ପୂର୍ବେ କେତେ ଛୋଟ ଥିଲା ରାଜ୍ୟ, ବର୍ତ୍ତମାନ ସେ ରାଜ୍ୟର ସୀମାକୁ କେତେ ବଢେଇ ସାରିଲେଣି। ତାଙ୍କ ଉଆସର ଅନ୍ୟାନ୍ୟ ରାଜକୀୟ ମୂଲ୍ୟବାନ ଜିନିଷପତ୍ର ଓ ସାଜସଜ୍ଜା ସବୁ ଦେଖେଇ ଶେଷକୁ ତାଙ୍କ ରତ୍ନ ଭଣ୍ଡାରକୁ ନେଲେ। ସେଠାରେ ଦେଖାଇଲେ
ବିଭିନ୍ନ ରାଜ୍ୟରୁ ଲୁଣ୍ଠନ କରି ଆଣିଥିବା ଅସୁମାରୀ ହୀରା ଲୀଳା ମୋତି ମାଣିକ୍ୟ ସୁନା ରୂପା ପ୍ରଭୃତିର ସ୍ତୂପ। ରାଜା ଦେଖିଲେ ସେ ଯେ ଏତେ ସବୁ ଦେଖେଇବା ପରେ ସନ୍ନ୍ୟାସୀଙ୍କର କିଛି ଭାବାନ୍ତର ଆସୁନି। ରାଜା ଆଶ୍ଚର୍ଯ୍ୟ ହେଇକରି ପଚାରିଲେ, କହିଲେ ଏତେ ଧନରତ୍ନ ଆଗରୁ କୋଉଠି ଦେଖିଛନ୍ତି? ସନ୍ନ୍ୟାସୀ କହିଲେ ନା। ଆଉ ରାଜା କହୁଛନ୍ତି କିନ୍ତୁ ଆପଣଙ୍କ ମୁହଁରେ ତ ଟିକେ ବିସ୍ମୟର ଭାବ ମୁଁ ଦେଖିପାରୁନି। ସନ୍ନ୍ୟାସୀ କହିଲେ ବିସ୍ମିତ ହେବି କାହିଁକି? ଏତେ ଧନରତ୍ନ ସିନା କେଉଁଠି ଦେଖି ନାହିଁ, କିନ୍ତୁ ଏହାଠାରୁ ବହୁ ଗୁଣରେ ମୂଲ୍ୟବାନ ଜିନିଷ ଦେଖିଛି। ରାଜା କହିଲେ ଏହାଠାରୁ ମୂଲ୍ୟବାନ ଜିନିଷ ଦେଖିଛନ୍ତି? ସନ୍ନ୍ୟାସୀ କହିଲେ ହଁ, ପୁଣି ଆପଣଙ୍କ ରାଜ୍ୟରେ। ରାଜା କହିଲେ ପୁଣି ମୋରି ରାଜ୍ୟରେ? ମୋର ଏଇ ଧନ ସମ୍ପଦ ଠାରୁ ଆହୁରି ମୂଲ୍ୟବାନ ଜିନିଷ ଅଛି, ମୋତେ ଦେଖେଇ ଦେଇପାରିବେ? ଆଉ ରାଜା ପୁରା ଆଶ୍ଚର୍ଯ୍ୟ ହେଇଗଲେ। ସନ୍ନ୍ୟାସୀ କହିଲେ ହଁ, ଆପଣ ଯଦି କେବେ ମୋ ସାଙ୍ଗରେ ଆସିବେ ମୁଁ ଦେଖେଇ ଦେଇପାରିବି। କେବେ କଣ? ଏବେ ଯିବି, ଚାଲନ୍ତୁ। ମୋ କଳ୍ପନାର ବାହାରେ ଏପରି କଥା ଯେ ଥାଇପାରେ, ମୁଁ ତାକୁ ସାଙ୍ଗେ ସାଙ୍ଗେ ଦେଖିବାକୁ ଚାହେଁ। ରାଜାଙ୍କ ଆଗ୍ରହ ଦେଖି ସନ୍ନ୍ୟାସୀ ତାଙ୍କୁ ସାଙ୍ଗରେ ଧରିକିରି ଉଆସ ବାହାରକୁ ଗଲେ। ଯାଇ ଯାଇ ଜନପଦ ପାର ହେଇ ଗୋଟିଏ ନଈ କୂଳରେ ପହଞ୍ଚିଲେ। ଦେଖିଲେ ନଈ କୂଳରେ ଜଣେ ମଣିଷ ରହିଲା ଭଳି ଗୋଟେ ଛୋଟ କୁଡ଼ିଆ। କୁଡ଼ିଆଟିରେ କେହି ନାହାନ୍ତି। ସନ୍ନ୍ୟାସୀ କହିଲେ ଆଜ୍ଞା, ସେ ଧନ ଏଇଠି ଅଛି, ଟିକେ ଅପେକ୍ଷା କରନ୍ତୁ। ଏ କୁଡ଼ିଆରେ ଯେଉଁ ଲୋକଟି ରହେ ସେ ତା କାଠ ଭେଳାଟି ନେଇ ନଈ ସେପାରିକୁ ଯାଇଛି। ସେ ଆସିଲେ ଆପଣଙ୍କୁ ସେଇ ଅମୂଲ୍ୟ ଧନଟି ଦେଖେଇଦେବି। ରାଜା ସେଇ କୁଡ଼ିଆକୁ ଦେଖି ଭାବିଲେ, କହିଲେ ସନ୍ନ୍ୟାସୀଟା ମଥା ଖରାପ ହେଇଗଲାଣି, ପାଗଳ ହେଇଗଲାଣି। ଗୋଟେ ନାଉରିଆ ଯାହାର ଫେରେ ଡଙ୍ଗାଟିଏ ନାହିଁ, କାଠ ଭେଳାଟାଏ ବ୍ୟବହାର କରୁଛି, ତା ପାଖକୁ ମତେ ଆଣିକିରି କହୁଛୁ ମୋ ଧନରତ୍ନ ଠାରୁ ଆହୁରି ମୂଲ୍ୟବାନ ଧନରତ୍ନ ଦେଖେଇଦେବ। ବୃଥାଟାରେ ତା ସାଙ୍ଗରେ ସମୟ ନଷ୍ଟ କରିକିରି ଆସିଲି। ଏଇ ସମୟରେ ସେଇ ନାଉରିଆ ତାର କାଠ ଭେଳା ଧରି ନଈ ଆର ପାଖରୁ ଆସିକିରି କୂଳରେ ପହଞ୍ଚିଲା। ସନ୍ନ୍ୟାସୀ ତା କାଠ ଭେଳାଟିକୁ ରାଜାଙ୍କୁ ଦେଖେଇ ଦେଇ କହିଲେ, ଏଇ ଭେଳାଟି ଆପଣଙ୍କ ରତ୍ନ ଭଣ୍ଡାରର ସମସ୍ତ ରତ୍ନ ଅପେକ୍ଷା ବେଶୀ ମୂଲ୍ୟବାନ। ରାଜା କହିଲେ ମୁଁ ଭାବୁଛି ଆପଣଙ୍କର କିଛି ମସ୍ତିଷ୍କ ବିକୃତି ଘଟିଛି। ସନ୍ନ୍ୟାସୀ କହିଲେ ନା ମହାରାଜ, ଆମ ଦୁହିଁଙ୍କର ମସ୍ତିଷ୍କ ଠିକ କାମ କରୁଛି, କିନ୍ତୁ ସେମାନଙ୍କ ନିଜ ନିଜ ଧାରାରେ କାମ କରୁଛି। ରାଜା କହିଲେ ଆପଣଙ୍କ ମସ୍ତିଷ୍କ ଠିକ ଥିଲେ ଆପଣ ଗୋଟେ ଭଙ୍ଗା ଦଦରା
କାଠ ଭେଳାଟିକୁ କହୁଛନ୍ତି ମୋ ରତ୍ନ ଭଣ୍ଡାରର ସମସ୍ତ ରତ୍ନ ଅପେକ୍ଷା ବେଶୀ ମୂଲ୍ୟବାନ। ଯେଉଁ ଭେଳା ଆଉ ଯେଉଁ ରତ୍ନ ଭଣ୍ଡାରର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ 100 ପାଖାପାଖି ଲୋକ ନିଯୁକ୍ତ ହେଇଛନ୍ତି। ସନ୍ନ୍ୟାସୀ ମୃଦୁ ହସିକିରି କହିଲେ, ଠିକ ଅଛି, ମୁଁ କିଛି କହିବା ଦରକାର ନାହିଁ। ଆପଣ ନିଜେ ସେ ନାଉରିଆକୁ ପଚାରନ୍ତୁ ଆପଣଙ୍କ ରତ୍ନ ଭଣ୍ଡାରର ସମସ୍ତ ରତ୍ନ ଦେଇକିରି ସେ ଭେଳାଟିକୁ ତାଠାରୁ ନେଇଯିବା ଲାଗି। ରାଜା କହିଲେ, ଯଦି ସେ ରାଜି ହେଇଯାଏ, ରାଜି ହେଲେ ମୁଁ କଣ ମୋର ସବୁ ରତ୍ନ ଭଣ୍ଡାର ହରେଇକିରି ବସିବି? ଆଉ ଭଲ ବୁଦ୍ଧି ମତେ ବତଉଛ। ଆଉ ସନ୍ନ୍ୟାସୀ ଏଥରକ ଆହୁରି ଟିକେ ବେଶୀ କରି ହସିକରି କହିଲେ, ଠିକ ଅଛି, ଆପଣ ଆପଣଙ୍କ ଭଣ୍ଡାରରୁ ଆଞ୍ଜୁଳାଏ ରତ୍ନ ବିନିମୟରେ ତା ଭେଳାଟିକୁ କିଣି ନେବା ଲାଗି ପଚାରନ୍ତୁ। ରାଜା ଏଥିରେ ରାଜି ହେଲେ ଓ ସେଇ କଥା କଲେ। ନାଉରିଆକୁ କହିଲେ ଆଞ୍ଜୁଳାଏ ରତ୍ନ ନେଇକିରି ସେ ଦଦରା କାଠ ଭେଳାଟିକୁ ମତେ ଦେଇଦେ। ନାଉରିଆ ଟିକିଏ ବି ପ୍ରଲୋଭିତ ନ ହେଇ ରୋକଠୋକ ଭାବେ କହିଲା, ନା ମହାରାଜ, ମୋ ପାଇଁ ଏ କାଠ ଭେଳାଟି ଆଞ୍ଜୁଳାଏ ରତ୍ନ ଅପେକ୍ଷା ବେଶୀ ମୂଲ୍ୟବାନ। ମୁଁ ଏଇ ଭେଳା ଠାରୁ ନିଜକୁ ବିଚ୍ଛିନ୍ନ କରିପାରିବିନି। ରାଜା କହିଲେ, ତୁ ତ ଆଞ୍ଜୁଳାଏ ରତ୍ନ ନେଇ ଆଉ ଏ କଷ୍ଟକର ସ୍ୱଳ୍ପ ଆୟ ଯୁକ୍ତ କାମ ଛାଡି ଆରାମରେ ରହିପାରିବୁ। କୋଠା ତୋଳିକିରି ଅନ୍ୟ କିଛି ବ୍ୟବସାୟ କରିପାରିବୁ। ମନା କରୁଛୁ କାହିଁକି? ନାଉରିଆଟି ବିନମ୍ର ଭାବରେ କହିଲା, ମହାରାଜ, ମୁଁ ଏ ଭେଳାଟିକୁ କେବଳ ମୋ ଜୀବନ ଧାରଣ ଲାଗି ଏକ ଆୟର ମାଧ୍ୟମ ରୂପେ ଦେଖେ ନାହିଁ। ତାହା ଅବଶ୍ୟ ମୋତେ ଏ ଭେଳାରୁ ମିଳିଥାଏ ମୋ ଜୀବନ ବଞ୍ଚିବା ପାଇଁ ଯାହା ଦରକାର। ମୋ ଜୀବନର ଏ ସାଥୀ, ମୋ ଆଦର୍ଶ ପୂରଣର ଏ ହେଉଛି ଉପକରଣ, ମୋ ମନର ଶାନ୍ତି, ସନ୍ତୋଷ ଓ ଆନନ୍ଦ ବିଧାୟକ। ହଜୁର, ନଈର ସେ ଜାଗାରେ ଆଉ ଗୋଟିଏ ବଡ଼ ଘାଟ ଅଛି। ସେଠାରେ ସୁନ୍ଦର ମଜବୁତ ଏକ ଡଙ୍ଗା ସହ ଜଣେ ମାଝି ଅଛି। ସେ ସକାଳେ ଆସେ, ସନ୍ଧ୍ୟା ପୂର୍ବରୁ ଚାଲିଯାଏ। ଲୋକଙ୍କୁ ପାର ଉତାର କରିବା ପାଇଁ ବହୁ ଚଢା ପାଉଣା ଦାବି କରେ। ତା ପାଉଣାରୁ ଟିକେ ଉଣା ହେଲେ ଚଳିବନି। ଅସମୟରେ କେହି ହାତ ଗୋଡ ଧରିକିରି ନେହୁରା ହେଲେ ବି ପାଉଣା ଉଣା ହେଲେ ଡଙ୍ଗା ଜମା ଫିଟେଇବନି। କିନ୍ତୁ ମୁଁ ହଜୁର ଦିନ ରାତି ଏଇଠି କୁଡ଼ିଆରେ ପଡିଥାଏ। କେହି ନଥିଲା ବେଳେ ଭଗବାନଙ୍କ ଭଜନରେ ସମୟ ବିତେଇ ଦିଏ। ଯେତେବେଳେ ଯିଏ ଆସିଲା, ରାତି ଅଧରେ ହେଲେ ବି ତାକୁ ପାରି କରିଦିଏ।
ଯିଏ ଯାହା ଦେଲା ନିଏ। ଗରିବ ଲୋକ ଅସୁବିଧାରେ ଯଦି ପଡ଼ି କିଛି ନ ଦେଇ ପାରିଲା, ମୁଁ ବି ଜୁଲମ କରେନି। ଅବଶ୍ୟ ମୋର ଏ ଭେଳାରେ ଅତି ଅସମୟ ନହେଲେ ବାବୁ ଆଉ ବାବୁ ଭୟା ମାନେ ସେମାନେ ଆସନ୍ତିନି। କିନ୍ତୁ ଗରିବ ଚାଷୀ, ମୂଲିଆ, ଭିକାରୀ ଶ୍ରେଣୀର ଲୋକମାନେ ପାରି ହୁଅନ୍ତି। ମୋତେ ଏଇ ଭେଳାଟି ମାଧ୍ୟମରେ ଲୋକମାନଙ୍କ ସେବା ଓ ସାହାଯ୍ୟରେ ଲାଗିବାକୁ ଭଲ ଲାଗେ। ତାରି ଦ୍ୱାରା ମୁଁ ଭଗବାନଙ୍କ କାର୍ଯ୍ୟ କଲା ଭଳି ବୋଧ କରେ। ନଈର କୁଳୁକୁଳୁ ସ୍ୱର ସହ ମୋର ଭଜନର ସ୍ୱର ମିଳେଇ ଦିଏ। ତା ପାଣିର ସୁଅ ସହ ମୋ ଜୀବନରେ ସୁଅ ଭାସି ଚାଲେ ଦିବ୍ୟ ସାଗରର ଅସୀମତା ଦିଗରେ। ଯେତେବେଳେ ବର୍ଷା ଦିନେ ନଈଟା ଫୁଲି ଉଠେ, ସେତେବେଳେ ମୋ ବାହୁ ଦୁଇଟା ବି ଫୁଲି ଉଠେ। ଆମ ଦିହିଙ୍କ ମଧ୍ୟରେ ଲଢ଼େଇ ଲାଗେ। କେତେବେଳେ ସେ ମୋ ଭେଳାଟାକୁ ଟାଣି ନେଇ ଟିକେ ଦୂରକୁ ଚାଲି ଯାଇଥାଉ, କେତେବେଳେ ମୁଁ ତା ସୁଅକୁ କାଟି ଠିକ ଜାଗାରେ ଭେଳା ଲଗାଏ। ଭରା ନଈର ଉପର ଦେଇ ଚଢ଼େଇଟିଏ ଉଡ଼ିଗଲେ ମୋ ମନ ଆକାଶରେ କଳ୍ପନାରେ ଡେଣା ଲାଗିଯାଏ। ପବନର ସ୍ପର୍ଶରେ ନଈ ପାଣିରେ ତରଙ୍ଗ ସୃଷ୍ଟି ହେଲେ ମୋ ହୃଦୟର ଭାବ ସମୁଦ୍ରରେ ତରଙ୍ଗ ସୃଷ୍ଟି ହୁଏ। ଏଇ ନଈକୁ ମୁଁ ମୋର ଅଧିକାଂଶ ଖାଦ୍ୟ ପାନୀୟ, ଏଇ ନଈରୁ ମୁଁ ମୋର ଖାଦ୍ୟ ପାନୀୟ, ଅଧିକାଂଶ ଖାଦ୍ୟ ପାନୀୟ ସଂଗ୍ରହ କରେ। ଏ ଦଦରା ଭେଳା ମୋ ଜୀବନର ପ୍ରତୀକ। ଏ ନଈ ସଂସାରର ପ୍ରତୀକ। ତେଣୁ ମୋର ଡଙ୍ଗା, ମୋର ଏଇ ଯୋଉ ଭଙ୍ଗା ଦଦରା ଜୀବନ ଭେଳାଟିକୁ ନେଇ ମୁଁ ସଂସାର ନଈର ଏପାରିରୁ ସେପାରିକୁ ଯିବାକୁ ଚାହୁଁଛି। ମୋତେ ଆଉ ଆପଣଙ୍କ ରତ୍ନର ପ୍ରଲୋଭନ ଦେଖାନ୍ତୁ ନାହିଁ। ରାଜା ଟିକେ ହାରିଗଲା ପରି ବୋଧ କରି କହିଲେ, Goodbye. ବୁଝିପାରିଲେ ସନ୍ନ୍ୟାସୀଙ୍କ ଉଦ୍ଦେଶ୍ୟ। କାହିଁକି ସେ ଦରିଦ୍ର ନାଉରିଆଟିର ଦଦରା ଭେଳାଟିକୁ ତାଙ୍କ ଭଣ୍ଡାରର ଅମାପ ଧନରତ୍ନ ଠାରୁ ବେଶୀ ମୂଲ୍ୟବାନ ବୋଲିକରି ବିଚାର କରୁଛନ୍ତି। କିନ୍ତୁ ବୁଝିପାରୁନାହାନ୍ତି ଲୋକମାନେ ତାଙ୍କ ପାଖକୁ ନ ଆସି ନିଶ୍ଚୟ ସନ୍ନ୍ୟାସୀଙ୍କ ପାଖକୁ କାହିଁକି ଯାଉଛନ୍ତି? ଏତେ ଆବେଗର ସହିତ ଧାଉଁଛନ୍ତି। ରାଜାଙ୍କ ମଧ୍ୟରେ ଏବେ ବିନମ୍ର ଭାବ ଆସିଲାଣି।
ସେ ବିନମ୍ର ଭାବ ସହ ସନ୍ନ୍ୟାସୀଙ୍କୁ ପଚାରିଲେ, କହିପାରିବେ କି ମୁଁ ଏତେ କ୍ଷମତା ଧନ ସମ୍ପଦର ଅଧିକାରୀ, ଏଇ ଲୋକମାନେ ମୋ ପାଖକୁ ନ ଆସି ଆପଣଙ୍କ ପରି ଜଣେ ନିଃସ୍ୱ ଫକୀର ପାଖକୁ କାହିଁ ଧାଉଁଛନ୍ତି? ସନ୍ନ୍ୟାସୀ ହସି ହସି ଉତ୍ତର ଦେଲେ, ଲୋକ ଯେଉଁଠୁ କିଛି ପାଏ ସେଠିକି ଧାଏଁ। ଆପଣ ତ ଖାଲି ଜମା କରିବାରେ ଲାଗିଛନ୍ତି, ସଂଗ୍ରହ କରିବାରେ ଲାଗିଛନ୍ତି। ସବୁ ଧନ, ସବୁ କ୍ଷମତା, ସବୁ ରାଜ୍ୟ ନିଜର କରିବାକୁ ବ୍ୟାକୁଳ। ଆପଣ ଖାଲି ନେବାରେ ହିଁ ଏକାଗ୍ର। ଏପରିକି ଲୋକମାନଙ୍କର ସମ୍ମାନ, ଶ୍ରଦ୍ଧା, ସେବା ଆଦି ପାଇବା ଉଦ୍ଦେଶ୍ୟରେ ସେମାନେ ଆପଣଙ୍କ ପାଖକୁ ଆସନ୍ତୁ ବୋଲି ଆପଣ ଚାହୁଁଛନ୍ତି, କିନ୍ତୁ ଆପଣ କେବେ ଦେବାକୁ ଚାହିଁନାହାନ୍ତି, ଖାଲି ପାଇବାକୁ ଚାହୁଁଛନ୍ତି। ଆପଣ ନେବାର ମନୋଭାବ ପୋଷଣ କରି କରି ଆପଣ ସଂକୁଚିତ, ସୀମିତ, ସଂକୀର୍ଣ୍ଣ, ସ୍ୱାର୍ଥାନ୍ଧ ହେଇ ପଡ଼ିଛନ୍ତି। ଦେଇଦେବାରେ ହିଁ ବ୍ୟକ୍ତି ବଡ଼ ହୁଏ। ଆପଣଙ୍କ ଧନ ରତ୍ନ ଭଣ୍ଡାରରେ ଖାଲି ସାଇତା ହେଇକିରି ରହିବା ଅପେକ୍ଷା ରାଜ୍ୟର ପ୍ରଗତିମୂଳକ କାର୍ଯ୍ୟରେ ଯଦି ଲାଗିପାରନ୍ତା, ତେବେ ତାର ମୂଲ୍ୟ ବହୁ ଗୁଣ ବଢିଯାଆନ୍ତା। ଉତ୍ସର୍ଗିତ ଜିନିଷର ମୂଲ୍ୟ ବଢିଥାଏ, ଆବଦ୍ଧ ଜିନିଷର ନୁହେଁ। ଯିଏ ଖାଲି ନେବାକୁ ଚାହେଁ, ତାଠାରୁ ଲୋକମାନେ କଣ ପାଇବାର ଆଶା ରଖିବେ? ଆଉ ମୋ ପାଖରେ କିଛି ଧନରତ୍ନ ନଥିଲେ ବି ମୋ ଜୀବନକୁ ମୁଁ ଭଗବାନଙ୍କ ନିକଟରେ ଉତ୍ସର୍ଗ କରିଛି, ନିବେଦନ କରିଛି। ବ୍ୟକ୍ତିଗତ ଭାବେ ମୋର କିଛି ପାଇବାର, ଲାଭ କରିବାର କି ଅଧିକାର କରିବାର ଇଚ୍ଛା ନାହିଁ। ମୁଁ ନିଜକୁ ଭଗବାନଙ୍କ ନିକଟରେ ଉତ୍ସର୍ଗ କରିଥିବାରୁ ହୁଏତ ସେ ଯଥାସମ୍ଭବ ନିଜକୁ ବି ମୋତେ ଦେଇଛନ୍ତି। ଭଗବାନ ଯଥାସମ୍ଭବ ନିଜକୁ ବି ମୋତେ ଦେଇଛନ୍ତି। ଯାହାର ସ୍ପର୍ଶ ଏଇ ଭଗବତ ବିଶ୍ୱାସୀ ଲୋକମାନେ ପାଉଛନ୍ତି। ସେଇଥିପାଇଁ ବୋଧହୁଏ ଭଗବାନ ମୋତେ ଏଠିକୁ ପଠେଇଛନ୍ତି। କିଛି ଦିନ ପରେ ହୁଏତ ଅନ୍ୟତ୍ର ନେଇଯିବେ ମୋତେ। ତେଣୁ ଆତ୍ମଧନ ନୁହେଁ, ଆତ୍ମଦାନ ହିଁ ମଣିଷକୁ ବଡ଼ କରେ। ଦେଇଦେବାର ହିଁ ବେଶୀ ପାଇ ହୁଏ। ପାଇବାର ଇଚ୍ଛା ନଥିଲେ ବି ଦେଇଦେବାରେ ବେଶୀ ପାଇ ହୁଏ। ବରଂ ଆଉ ଆତ୍ମଦାନ ଫଳରେ ଆତ୍ମଧନ ଯଥାର୍ଥରେ ବୃଦ୍ଧି ପାଇଥାଏ। ଏହା କହି ସନ୍ନ୍ୟାସୀ ରାଜାଙ୍କ ଠାରୁ ବିଦାୟ ନେଇକରି ଚାଲିଗଲେ। ତେଣୁ ଏଇ ଆତ୍ମଦାନ ବା ଆତ୍ମୋତ୍ସର୍ଗ
ବା ଆତ୍ମନିବେଦନ ଉପରେ ମା ଗୁରୁତ୍ୱ ଦେଇକରି କହନ୍ତି, ଏଭ୍ରି ଡେ, ଏଭ୍ରି ମୁମେଣ୍ଟ should be an occasion for a new and a completer consecration. प्रत्येकटी दिन, प्रत्येकटी मुहूर्त हेबा उचित नूतन एवं पूर्णतर आत्मोत्सर्ग निमंते एक सुजोग। तेबे ए क्षेत्र में प्रथम प्रश्न उठे, आमे कहा निकटरे आत्मदान करिवु? आमे जदि पूर्ण जोगर साधक होइथाउ, तेबे आमको भगवान ओ तांकर शक्ति निकटरे आत्मदान करबाकू हेबो। आमे जे साधारण अवस्था रे आत्मदान करिनाहु ता नुहे, किंतु से आत्मदान स्वतःस्फूर्त रूपे घटी एवं निम्नतर चेतना, निम्नतर प्रकृति निकटरे। किंतु जेउ सबु जेउ मुहूर्तरु आमे जोग साधना आरंभ कलु, सेई मुहूर्तरु आमको आमर अभिमुखीनता बदलई देबाक हबो। आमर एकाग्रता धीरे धीरे ऊर्ध्व दिगरे वृद्धि पाइब। आमे अधिक अधिक उच्चतर कथा उपरे एकाग्र हबु। पुराना अभ्यास स्थान रे नूतन अभ्यासर बशवर्ती हबु। पुराना चिंताधारा, पुराना दृष्टिकोण सबको बदलाई ऊर्ध्वमुखी करबाक हबो। जेते जेते आमे उच्चतर चेतना भगवान बा मां को उपरे एकाग्र हेबु, आम पाई भगवान मां सेते सेते से चेतना, से शक्ति आसी आम मध्य प्रवेश करी आ क्रिया करिवो। तेणु जोग क्षेत्र रे किछि ग्रहण करबा को हेले निजे को देई देबा को हबो पड़िबो। निजे को देई न देले आमे निजे ही निजर द्वार को बंद करी रखी थाउ। अहंकार, स्वार्थ और कामना वासना द्वारा। मां को थरे पचरा जाइथिला किपरि अति मानस शक्ति को ग्रहण करा जाई पारे। मां ता उत्तर रे कहिथिले, the best way of receiving anything, whatever is not to pull but to give. The best way of receiving anything, whatever, is not to pull but to give. If they want to give themselves to the new life, well, the new life will enter into them. But if they want to pull the new life down into themselves,
they will close their door with their own egoism. ତାର ଓଡ଼ିଆ ହେଇପାରେ କୌଣସି କଥାକୁ ଗ୍ରହଣ କରିବାର ଆଉ ସର୍ବୋତ୍ତମ ଉପାୟ ହେଉଛି ତାକୁ ଆକର୍ଷଣ ନ କରି ନିଜକୁ ଦେଇଦେବା। ଯଦି ସେମାନେ ନୂତନ ଜୀବନ ନିକଟରେ ନିଜକୁ ଦେଇଦେବାକୁ ଚାହାନ୍ତି, ଲୋକମାନଙ୍କ କଥା କହୁଛନ୍ତି, ଯଦି ସେମାନେ ନୂତନ ଜୀବନ ନିକଟରେ ନିଜକୁ ଦେଇଦେବାକୁ ଚାହାନ୍ତି, ତେବେ ନୂତନ ଜୀବନ ସେମାନଙ୍କ ମଧ୍ୟରେ ପ୍ରବେଶ କରିବ। କିନ୍ତୁ ସେମାନେ ଯଦି ନୂତନ ଜୀବନକୁ ନିଜ ଆଡ଼କୁ ଆକର୍ଷଣ କରନ୍ତି, ତେବେ ସେମାନେ ନିଜେ ହିଁ ନିଜର ଅହଙ୍କାର ଦ୍ୱାରା ନିଜ ଦ୍ୱାରକୁ ଅବରୁଦ୍ଧ କରିଦେବେ। ତେବେ ବର୍ତ୍ତମାନ ପ୍ରଶ୍ନ ଉଠେ, ଆମେ କାହିଁକି ଆତ୍ମୋତ୍ସର୍ଗ ବା ଆତ୍ମଦାନ କରିବୁ? ଆତ୍ମଦାନ କରିବା କଣ ଆବଶ୍ୟକ? ହଁ, ଆବଶ୍ୟକ। ଅନ୍ୟ କେଉଁଥିରେ ଆବଶ୍ୟକ ଥାଉ କି ନଥାଉ, ଯୋଗ ସାଧନାରେ, ବିଶେଷ କରି ପୂର୍ଣ୍ଣ ଯୋଗର ସାଧନାରେ ଅନିବାର୍ଯ୍ୟ ରୂପେ ଏଇଟା ପ୍ରଥମ ଆବଶ୍ୟକ। କାରଣ ପୂର୍ଣ୍ଣ ଯୋଗ ସାଧନାର ଯେଉଁ ଲକ୍ଷ୍ୟ ପ୍ରକୃତିର ଯେଉଁ ରୂପାନ୍ତର, ତାହା ହେଉଛି ପୃଥିବୀର ଭଗବାନଙ୍କ ନିକଟରେ ଦେୟ। ସେଇ ରୂପାନ୍ତର ହେଉଛି ପୃଥିବୀର ଭଗବାନଙ୍କ ନିକଟରେ ଦେୟ। ତାମାନେ ଆମମାନଙ୍କର ଦେୟ, ଆମେମାନେ ଋଣୀ ଭଗବାନଙ୍କ ପାଖରେ। ଆମକୁ ରୂପାନ୍ତର ଫଳରେ, ନିଜର ରୂପାନ୍ତର ଫଳରେ ସେଇ ଦେୟ ସୁଝିବାକୁ ପଡ଼ିବ। କାରଣ ଭଗବାନ ମଣିଷ ପାଇଁ ନିଜକୁ ଦେଇଦେଇଛନ୍ତି। ଏଇ ଦୁଃଖ, ଯନ୍ତ୍ରଣା, ନିଶ୍ଚେତନା, ଅଜ୍ଞାନତାପୂର୍ଣ୍ଣ ଜଗତ ମଧ୍ୟକୁ ସେ ଆମରି ସକାଶେ ଅବତାରି ଆସିଛନ୍ତି। ମା ବହିରେ ଶ୍ରୀ ଅରବିନ୍ଦ ଲେଖିଛନ୍ତି, ମା ସନ୍ତାନ ମାନଙ୍କ ପ୍ରତି ଗଭୀର ଓ ବିପୁଳ ସ୍ନେହାବଶରେ ଏହି ତମସାର ଆବରଣକୁ ପରିଧାନ କରିବାକୁ ସମ୍ମତ ହେଇଛନ୍ତି। ଅଜ୍ଞାନ ଓ ମିଥ୍ୟା ଶକ୍ତିରାଜିର ଆକ୍ରମଣ ଓ ସେ ସବୁର ପୀଡ଼ାଦାୟକ ପ୍ରଭାବକୁ ଆଉ କୃପା କରିକିରି ସହ୍ୟ କରିବାକୁ ସ୍ୱୀକୃତ ହେଇଛନ୍ତି। ଜନ୍ମ ମୃତ୍ୟୁର ତୋରଣକୁ ପାର ହୋଇ ଚାଲି ଆସିଛନ୍ତି। ସୃଷ୍ଟିର ଯେତେ ଦୁଃଖ ଯନ୍ତ୍ରଣା ଓ ବେଦନା ସମସ୍ତ ନିଜ ଉପରେ ଗ୍ରହଣ କରିଛନ୍ତି। କାରଣ ମନେ ହୁଏ ଏହା ହିଁ ଏକମାତ୍ର ପନ୍ଥା ଯଦ୍ୱାରା ସୃଷ୍ଟିକୁ ଜ୍ୟୋତି, ଆନନ୍ଦ ଓ ସତ୍ୟର ଆନ୍ତର୍ଜୀବନ ମଧ୍ୟକୁ ଉନ୍ନୀତ କରାଯାଇପାରେ। କାରଣ ନିଜେ କାଦୁଅରେ ନ ପଶିଲେ କାଦୁଅରେ ଯିଏ ଅଛି ତାକୁ ଉଦ୍ଧାର କରିହେବନି। ଏଇ ଯେଉଁ ବିରାଟ ଆତ୍ମବଳୀ, ସମୟ ସମୟରେ ଏହାର ନାମ ଦିଆଯାଇଛି ପୁରୁଷ ଯଜ୍ଞ, କିନ୍ତୁ ଗଭୀରତର ଅର୍ଥରେ
ଏହାକୁ କୁହାଯାଏ ପ୍ରକୃତିର ଯଜ୍ଞ। ଭଗବତୀ ମାଙ୍କର ନିଶେଷରେ ଆତ୍ମବଳି। ତେଣୁ ଯେହେତୁ ଭଗବାନ ଆମ ନିକଟରେ ଆତ୍ମଦାନ କରିଛନ୍ତି, ଆମକୁ ଭଗବାନଙ୍କ ନିକଟରେ ଆତ୍ମଦାନ କରିବାକୁ ହେବ। ଏହି ପାରସ୍ପରିକ ଆତ୍ମଦାନ ଫଳରେ ସୃଷ୍ଟିରେ ଭଗବାନଙ୍କ ଉଦ୍ଦେଶ୍ୟ ପରିପୂର୍ଣ୍ଣ ହେବ। ଏହି ମର୍ତ୍ତ୍ୟ ଜୀବନ ଭାଗବତ ଜୀବନରେ ରୂପାନ୍ତରିତ ହେବ। ସେଇଥିପାଇଁ ଶ୍ରୀ ଅରବିନ୍ଦ ତାଙ୍କ ସାବିତ୍ରୀ ମହାକାବ୍ୟରେ ଲେଖିଛନ୍ତି, ସାବିତ୍ରୀର 67 ପୃଷ୍ଠାରେ ରହିଛି, This transfiguration is earth's due to heaven. A mutual debt binds man to the Supreme. His nature we must put on as he put ours. We are sons of God and must be even as he. His human portion we must grow divine. ତାର ଓଡ଼ିଆ ହେଇପାରେ ଯେ ଏଇ ରୂପାନ୍ତର ହେଲା ସ୍ୱର୍ଗର ନିକଟେ ପୃଥିବୀର ଦେୟ। ମଣିଷ ଓ ଭଗବାନ ପରସ୍ପର ଋଣ ସୂତ୍ରେ ବନ୍ଧା। ଆମେ ଧରିବାକୁ ହେବ ପରମ ପ୍ରକୃତି, ଯେପରି ସେ ଧରିଛନ୍ତି ଆମ ପ୍ରକୃତିକୁ। ଈଶ୍ୱର ସନ୍ତାନ ଆମେ ହୋଇବାକୁ ହେବ ତାଙ୍କ ପରି। ଆମେ ତାଙ୍କ ମାନବିକ ଅଂଶ ଧରିବାକୁ ହେବ ଦିବ୍ୟ ଶ୍ରୀ। ତେଣୁ ଭଗବାନ ତାଙ୍କ ଋଣ ସୁଝୁଛନ୍ତି, ଆମକୁ ଆମ ଋଣ ସୁଝିବାକୁ ପଡିବ। ଏହି ରୂପାନ୍ତର ହେଲା ସ୍ୱର୍ଗର ନିକଟେ ପୃଥିବୀର ଦେୟ। ଆଚ୍ଛା, ତାପରେ ପ୍ରଶ୍ନ ଉଠେ, ଆମେ କଣ ସମର୍ପଣ କରିବୁ? ମା ବହିରେ ଶ୍ରୀ ଅରବିନ୍ଦ କହିଛନ୍ତି, ସମର୍ପଣ କରିବାକୁ ହେବ ଭଗବାନଙ୍କ ପାଖରେ ଓ ଭାଗବତୀ ଶକ୍ତିର ପାଖରେ ନିଜେ ଯାହା ଓ ନିଜର ଯାହା କିଛି ଅଛି ଏବଂ ନିଜ ଚେତନାର ପ୍ରତ୍ୟେକ ସ୍ତର ଓ ପ୍ରତ୍ୟେକ ବୃତ୍ତିକୁ। ସମର୍ପଣ ଓ ଆତ୍ମନିବେଦନ ଯେଉଁ ଅନୁପାତରେ ବୃଦ୍ଧି ପାଏ, ସେହି ଅନୁପାତରେ ସାଧକ ସଜ୍ଞାନ ହେଇ ଉଠେ ଓ ଅନୁଭବ କରେ ଯେ ତା ମଧ୍ୟରେ ଭାଗବତୀ ଶକ୍ତି ସାଧନା କରୁଛନ୍ତି। ତା ମଧ୍ୟରେ କ୍ରମେ ସେ ନିଜକୁ ବେଶୀ କରି ଢାଳି ଦେଉଛନ୍ତି ଏବଂ ଦିବ୍ୟ ପ୍ରକୃତିର ସ୍ୱାଧୀନତା ଓ ପୂର୍ଣ୍ଣତାର ଭିତ୍ତି ସ୍ଥାପନ କରୁଛନ୍ତି। କିନ୍ତୁ ସମର୍ପଣ ଓ ନିବେଦନ ଯେତେ ଦିନ ପର୍ଯ୍ୟନ୍ତ ଊର୍ଦ୍ଧ୍ୱ ପ୍ରାନ୍ତରୁ ଅଧପ୍ରାନ୍ତ ପର୍ଯ୍ୟନ୍ତ ନିର୍ଦ୍ଦୋଷ ଏବଂ ସମ୍ପୂର୍ଣ୍ଣ ନ ହୋଇଛି, ସେତେ ଦିନ ପର୍ଯ୍ୟନ୍ତ ବ୍ୟକ୍ତିଗତ ପ୍ରୟାସର ପ୍ରୟୋଜନ ସେ ପୂର୍ଣ୍ଣ ଭାବେ ଛାଡ଼ିପାରିବନି। ତେଣୁ ଆମେମାନେ ଯେପରି ସାଧାରଣତଃ କହିଥାଉ, ଭଗବାନ ତ ସବୁ ସମ୍ପଦ, ସବୁ ଐଶ୍ୱର୍ଯ୍ୟର ଅଧିକାରୀ, ଆମେ ଦିନହୀନ ଅକିଞ୍ଚନ, ତାଙ୍କୁ କଣ ଦବୁ? ସବୁ ତ ତାଙ୍କରି। ଏହା ଏକ ଛଳନା, ଆତ୍ମପ୍ରବଞ୍ଚନା। ମା କହନ୍ତି, there is always something to give, for always you can give yourself in a better and more complete way.
ସବୁବେଳେ ଦେବା ଲାଗି କିଛି ନା କିଛି ରହିଛି। କାରଣ ନିରନ୍ତର ତୁମେ ନିଜକୁ ପୂର୍ବାପେକ୍ଷା ଅଧିକତର ଓ ପୂର୍ଣ୍ଣତର ଭାବେ ଦେଇଦେବା ଲାଗି ଉଦ୍ୟମ କରିପାରିବ। ଏଇ ଯେତେବେଳେ ଭଗବାନଙ୍କ ପାଇଁ କିଏ ଜଣେ ଫୋନ କରିଥିଲା। ଆଚ୍ଛା, ତେଣୁ ଯେତେବେଳେ ଭଗବାନ ପାଇଁ କିଛି କରିବାକୁ ପଡୁଛି, କିଛି ତ୍ୟାଗ, ସେତେବେଳେ ଲୋକ କହୁଛନ୍ତି ସିଏ ସ୍ୱୟଂ ଭଗବାନ, ସର୍ବଶକ୍ତିମାନ, ସର୍ବଜ୍ଞାନମୟ, ଆମେ ଛାର ମଣିଷ, ଆମେ କଣ ତାଙ୍କ ଲାଗି କରିବୁ? କେଡ଼େ ସୁନ୍ଦର ଯୁକ୍ତି। ଏମିତି କିଛି କରିବ ନାହିଁ, ସେ ଭଗବାନ ତ ସବୁ କରିବେ। ଆଉ ଏଇ ସବୁ ସଭା ସମିତି ସମ୍ମିଳନୀ, ଆଉ ବିଭିନ୍ନ ପାଠଚକ୍ର ଏସବୁ କରିବାର ଦରକାର କଣ? ତେଣୁ ଏମିତି କହି ଭଗବାନ ସବୁ ସମ୍ପଦର ମାଲିକ, ଆମେ ଛାର ମଣିଷ, ଦିନହୀନ, ଅକିଞ୍ଚନ, ଆମେ କଣ ତାଙ୍କୁ ଦେବୁ? ମା କହୁଛନ୍ତି ସବୁବେଳେ ଦେବା ଲାଗି କିଛି ରହିଛି। କାରଣ ନିରନ୍ତର ତୁମେ ନିଜକୁ ପୂର୍ବାପେକ୍ଷା ଅଧିକତର ଓ ପୂର୍ଣ୍ଣତର ଭାବେ ଦେଇଦେବା ଲାଗି ଉଦ୍ୟମ କରିପାରିବ। ଆମକୁ ଭଲ ମନ୍ଦ, ସୁଖ ଦୁଃଖ, ଆନନ୍ଦ ଯନ୍ତ୍ରଣା, ଜୀବନ ମୃତ୍ୟୁ, ବିପଦ ସମ୍ପଦ ସବୁକୁ ଅର୍ପଣ କରିବାକୁ ହବ। ବିପଦକୁ ଅର୍ପଣ କରିବାକୁ ହବ, ସମ୍ପଦକୁ ଅର୍ପଣ କରିବାକୁ, ସୁଖକୁ ଅର୍ପଣ କରିବାକୁ ହବ, ଦୁଃଖକୁ ଅର୍ପଣ କରିବାକୁ ହବ। ଆତ୍ମ ଉତ୍ସର୍ଗର ଯଜ୍ଞ ବିଧିରେ, ଯଜ୍ଞ ଅନଳରେ ଆହୁତି ଦେବାକୁ ହବ। ଏସବୁ ବିପଦ ବେଳେ କାତର ହେଇ ଭଗବାନଙ୍କୁ ତା ସମର୍ପଣ କରିଥିଲି। ବିପଦ କାହିଁକି ଆସିଲା ବୋଲି ଭାବି ଯେପରି ଆତ୍ମଦାନକୁ ଭୁଲି ନ ଯାଉ, ଆମେ ବିପଦକୁ ବି ସମର୍ପଣ କରିବାକୁ ହବ। ବିପଦ ଯଦି ଆସିଲା, ଶେଷରେ ପ୍ରଶ୍ନ ଉଠେ ଆମେ କିପରି ଆତ୍ମଦାନ କରିବୁ? ଏ କ୍ଷେତ୍ରରେ ପ୍ରଥମେ ଯାହା ଆମକୁ କରିବାକୁ ହବ ତାହା ହେଉଛି ଆମ ମନର ପୂର୍ବ ବିଶ୍ୱାସ ଓ ଦୃଷ୍ଟିକୋଣକୁ ଭାଙ୍ଗି ଦେବାକୁ ହବ। ତାକୁ ସ୍ଥୂଳରୁ ସୂକ୍ଷ୍ମକୁ, ବାହ୍ୟରୁ ଅନ୍ତରକୁ, ଅଗଭୀରରୁ ଗଭୀରକୁ, ନିମ୍ନରୁ ଉଚ୍ଚକୁ ନେବାକୁ ହେବ। ଦ୍ୱିତୀୟ ଆବଶ୍ୟକତା ହେଉଛି ଆମ ନିମ୍ନତର ସତ୍ତାକୁ ବାଧ୍ୟ କରିବାକୁ ହେବ ଏଇ ନୂତନ ବିଶ୍ୱାସ, ନୂତନ ଦୃଷ୍ଟିକୋଣକୁ ଗ୍ରହଣ କରିବାକୁ। ତାରି ନିକଟରେ ସମ୍ପୂର୍ଣ୍ଣ ରୂପେ ସମଗ୍ର ସତ୍ତା, ସମଗ୍ର ପ୍ରକୃତିକୁ ସମର୍ପଣ କରିବାକୁ ଏଇ ଆତ୍ମଦାନ ବା ସମର୍ପଣର ଆତ୍ମନିବେଦନର ବିଭିନ୍ନ ପର୍ଯ୍ୟାୟ ରହିଛି। ପ୍ରଥମେ ବ୍ୟକ୍ତିକୁ ତାର ନିମ୍ନ ପ୍ରକୃତି ଓ ଅଜ୍ଞାନତା ଆଦିକୁ ନେଇ ଆରମ୍ଭ କରିବାକୁ ହବ। ଜୋର କରି ଉଚ୍ଚତର ପ୍ରକୃତି ଆଡକୁ ନିଜର ମୋଡ ଘୁରେଇବାକୁ ହବ। ଏଇ ସମୟ ବଡ କଷ୍ଟକର। ଏଇ କଷ୍ଟକୁ ଏଡେଇବା ପାଇଁ ପୁରାତନ ଯୁଗରେ ବାହାରଟାକୁ ଭିତର ଠାରୁ ଅଲଗା କରିଦେଇ ସାଧନାରେ ଆଗେଇ ଯାଉଥିଲେ। ବାହାର ପ୍ରକୃତିଟା ସେମିତି ପଡି ରହୁଥିଲା। କିନ୍ତୁ ପୂର୍ଣ୍ଣ ଯୁଗରେ ଏପରି ବାଟରେ ବୋଝ ସବୁ ଖସେଇ ପକେଇ ଯିବାକୁ ଅନୁମତି ଦିଆଯାଏ ନାହିଁ। କଷ୍ଟ କରି ସବୁକୁ ବହନ କରି ଚାଲିବାକୁ ହବ। ଖାଲି ନିଜର ବୋଝ ନୁହେଁ, ସଂସାରର ମଧ୍ୟ କିଛି ବୋଝ ସମ୍ଭାଳିବାକୁ ହବ। ଦ୍ୱିତୀୟ ପର୍ଯ୍ୟାୟରେ
ବ୍ୟକ୍ତି ମଧ୍ୟରେ ନିମ୍ନତର କ୍ରିୟା ସ୍ଥାନରେ ଏଗୁଡ଼ି ପ୍ରଥମ ପର୍ଯ୍ୟାୟରେ ନିମ୍ନତର ସ୍ତରରେ, ନିମ୍ନତର କ୍ରିୟା ସ୍ଥାନରେ ଦ୍ୱିତୀୟ ପର୍ଯ୍ୟାୟରେ ଏକ ବୃହତ୍ତର କ୍ରିୟା ସ୍ଥାନ ଗ୍ରହଣ କରିବ। ବ୍ୟକ୍ତିଗତ ଚେଷ୍ଟା ଧୀରେ ଧୀରେ ନିଷ୍କ୍ରିୟ ହୋଇ ଦିବ୍ୟ କ୍ରିୟାଶୀଳତାକୁ ସୁଯୋଗ ଦେବ। ଦିବ୍ୟ କ୍ରିୟା ପ୍ରତି ଭିତରେ ପ୍ରତ୍ୟୁତ୍ତର ବଢ଼ିବ। ଶେଷ ପର୍ଯ୍ୟାୟରେ ଆଉ କୌଣସି ବ୍ୟକ୍ତିଗତ ଚେଷ୍ଟା ରହିବ ନାହିଁ। ସମ୍ପୂର୍ଣ୍ଣ ରୂପେ ବ୍ୟକ୍ତି ଭଗବାନଙ୍କ ଦ୍ୱାରା ପରିଚାଳିତ ହେବ। ଫୁଲଟିଏ ସ୍ୱତଃସ୍ଫୂର୍ତ୍ତ ରୂପେ ଫୁଟି ଉଠିଲା ପରି ତାର ସକଳ କ୍ରିୟାଶୀଳତା ଫୁଟି ଉଠିବ। ଆମ ଆତ୍ମଦାନର ପରିମାପ ନିର୍ଭର କରିବ ଆମ ଲକ୍ଷ୍ୟବସ୍ତୁ ଉପରେ। ଆମ ଲକ୍ଷ୍ୟବସ୍ତୁ ଉପରେ ଆମେ କେତେ ଦୂର ଏକାଗ୍ର ହୋଇପାରିଛୁ। ପୂର୍ଣ୍ଣ ଯୋଗରେ ସମଗ୍ର ସତ୍ତା, ସମଗ୍ର ପ୍ରକୃତିକୁ କେବଳ ଭଗବାନଙ୍କ ଉପରେ ସବୁବେଳେ ଏକାଗ୍ର ହେବାକୁ ହେବ। କିନ୍ତୁ ମଣିଷ ଚେତନା ବିଭକ୍ତ, ଖଣ୍ଡିତ, ପରସ୍ପର ବିରୋଧୀ ହେଇଥିବାରୁ ପ୍ରଥମ ଅବସ୍ଥାରେ ଯାହାର ଯେଉଁ ଅଂଶଟି ଶକ୍ତିଶାଳୀ ସେହି ଅଂଶରୁ ସେ ଏକାଗ୍ରତା ତଥା ଆତ୍ମ ନିବେଦନ ଆରମ୍ଭ କରିପାରେ। ଯିଏ ମନ ପ୍ରଧାନ ବ୍ୟକ୍ତି ସେ ମନରୁ, ଯିଏ ହୃଦୟ ପ୍ରଧାନ ବ୍ୟକ୍ତି ସେ ହୃଦୟରୁ, ଯିଏ କର୍ମ ପ୍ରଧାନ ବ୍ୟକ୍ତି ସେ କର୍ମରୁ। କିନ୍ତୁ ଯିଏ ଯେଉଁଠୁ ଆରମ୍ଭ କରିଥାଉ, ପରିଶେଷରେ ମନ, ହୃଦୟ, ସଂକଳ୍ପ ଶକ୍ତି ବା କର୍ମକୁ ସମଗ୍ର ରୂପେ ଆତ୍ମଦାନର ଅନ୍ତର୍ଭୁକ୍ତ କରିବାକୁ ହେବ। ଆମର ସମସ୍ତ ଆତ୍ମଧନ ଆତ୍ମଦାନର ଅନ୍ତର୍ଭୁକ୍ତ ହେବ। ଯେତେବେଳେ ପରିପୂର୍ଣ୍ଣ ରୂପେ ଆମେ ନିଜକୁ ଦେଇପାରିବୁ, ସେତେବେଳେ ଆମେ ପରିପୂର୍ଣ୍ଣ ରୂପେ ଭଗବାନଙ୍କୁ ପାଇପାରିବୁ। ଆମେ ଆମର ନିଜ ଦାନକୁ, ନିଜ ଆତ୍ମଦାନକୁ ବା ଆତ୍ମନିବେଦନକୁ ପରୀକ୍ଷା ମଧ୍ୟ କରିପାରିବୁ। ଯଦି ଆମେ ଆମର ଲକ୍ଷ୍ୟବସ୍ତୁକୁ, ଆମ ମଧ୍ୟରେ ଭଗବାନଙ୍କ ଉପସ୍ଥିତିକୁ ଭୁଲି ଆରାମରେ କୌଣସି କଥା କରିପାରୁ, ତେବେ ବୁଝିବାକୁ ହେବ ସେହି ସମୟ ତକ ସେହି ଅନୁସାରେ ଆମର ଆତ୍ମଦାନ ନଥିଲା। ତେଣୁ ଆତ୍ମଦାନ ଏକ ସାମୟିକ ଚେଷ୍ଟାଯୁକ୍ତ କ୍ରିୟାର ଧୀରେ ଧୀରେ କ୍ରିୟାରୁ ଧୀରେ ଧୀରେ ପରିଣତ ହେବାକୁ ହେବ ଆମର ଏକ ସ୍ୱାଭାବିକ ନିରନ୍ତର କ୍ରିୟାରେ।